ଓଡ଼ିଆ କାବ୍ୟ କବିତା ଛାନ୍ଦ ଏବଂ ସଙ୍ଗୀତ ପଦାବଳୀ ସାହିତ୍ୟର ଶ୍ରୋତାବନ୍ଧୁମାନଙ୍କୁ ମୋର ନମସ୍କାର। ବନ୍ଧୁଗଣ, ଆପଣମାନେ ପ୍ରାଚୀନ ସାହିତ୍ୟ ବିଶେଷତଃ କାବ୍ୟ କବିତା ଛାନ୍ଦ ପଦାବଳୀ ସାହିତ୍ୟ ଗୋପାଳକୃଷ୍ଣ ବନମାଳୀ ଗୌରହରି ଗୌରଚରଣ ଶାଲବୈଗ ପ୍ରଭୃତିଙ୍କର ପଦାବଳୀ ସାହିତ୍ୟ ଏବଂ ଭଞ୍ଜ ସାହିତ୍ୟ ପ୍ରଭୃତି ଏବଂ ଅନ୍ୟାନ୍ୟ କବିମାନଙ୍କର ପ୍ରାଚୀନ କବି ବା ମଧ୍ୟଯୁଗୀୟ କାବ୍ୟଯୁଗର କବିମାନଙ୍କର ଅନେକ କାବ୍ୟ କବିତା ଛାନ୍ଦ ସଙ୍ଗୀତ ସବୁ ଶୁଣୁଛନ୍ତି। ସେହିପରି ଭାବରେ ଆମର ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ରାଘବବିଳାସ ଏବଂ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ତଥା ହାସ୍ୟବ୍ୟଙ୍ଗ ରଚନା କରିଥିବା ବିନାୟକ ସିଂ ମାନ୍ଧାତାଙ୍କର ରାଜକବି ହିସାବରେ ପ୍ରସିଦ୍ଧି ଲାଭ କରି ଉତ୍କଳ ଘଣ୍ଟକୁ ନିଜେ ଉତ୍କଳ ଘଣ୍ଟ ବୋଲି ଘୋଷଣା କରିଥିବା ନିର୍ଭୀକ କବି ଯଦୁମଣିଙ୍କର ସାହିତ୍ୟ ଶୁଣୁଛନ୍ତି ଏବଂ ତାଙ୍କର କେବଳ ଯେ ଗୁଡ଼ିଏ ହାସ୍ୟ ବ୍ୟଙ୍ଗ ଚୌପଦୀ ବା ସମାଜ ସଂସ୍କାରମୂଳକ ଚୌପଦୀ ଅଛି ବା ଛୋଟ କବିତା ଅଛି ସେ କଥା ନୁହେଁ, ତା ସାଙ୍ଗରେ ତାଙ୍କର ଶ୍ରେଷ୍ଠ କୃତି ମୁଁ ଆଲୋଚନା କରିଛି ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଏବଂ ରାଘବବିଳାସ କାବ୍ୟ ଏବଂ ତାଙ୍କର ଗୁଡ଼ିଏ ସଙ୍ଗୀତ ମଧ୍ୟ ସେଇଭଳି ଅଛି। ତାଙ୍କର ଅନେକ ସଙ୍ଗୀତ ସବୁ ବିଶେଷତଃ ଶୃଙ୍ଗାର ରସ ଧର୍ମୀ କବିତା ବା ଆଦିରସାତ୍ମକ ଅତି ଶ୍ରୁତିମଧୁର ଶ୍ରବଣ ମଧୁର ଅତ୍ୟନ୍ତ ସୁଲଳିତ ସାବଲୀଳ ଶବ୍ଦ ସଂଯୋଜନାରେ ସେ ସଙ୍ଗୀତ ଗୁଡ଼ିକ ରଚନା କରିଛନ୍ତି। ଆଉ ସେଥିରୁ କିଛି ମଧ୍ୟ ଆଲୋଚନା ମୁଁ କରିଛି, ଆପଣମାନେ ଜାଣିଛନ୍ତି। ବିଶେଷତଃ ଆଗକୁ ତାଙ୍କର ଏଇ ଜାନୁଆରୀ 8 ତାରିଖରେ ଆଜ୍ଞା ତାଙ୍କର ସାହିତ୍ୟ ଏକାଡେମୀ ଏବଂ ଯଦୁମଣି କ୍ଲବ ଇଟାମାଟି ଆନୁକୂଲ୍ୟରେ ଯେଉଁ ଯଦୁମଣି ଜୟନ୍ତୀ ହେଉଛି, ମୋତେ ସେମାନେ ଯାହା ହଉ ଅନେକ ବର୍ଷ ଧରିକରି ଡାକୁଛନ୍ତି ଆଉ ତାଙ୍କର ସଭାକୁ ବକ୍ତା ଭାବରେ ଏବଂ ମୁଁ ଯେତେବେଳେ ବକ୍ତୃତା ଆଜ୍ଞା ଦିଏ ଶେଷରେ ତାଙ୍କର ଗୋଟିଏ ସୁନ୍ଦର ମନମୁଗ୍ଧକର କବିତା ପ୍ରାୟ ସବୁ ବର୍ଷ ମୋତେ ଗୋଟିଏ ଆନନ୍ଦ ଦିଏ ଏବଂ ସେ କବିତାରେ କ'ଣ ରସମାଧୁରୀ ଅଛି ଆଉ ସେଇଟା ଆପଣମାନଙ୍କୁ ମୁଁ କହିବି। ଆଶା କରୁଛି ଆଗକୁ ଯେହେତୁ ଯଦୁମଣି ଜୟନ୍ତୀ ଅଛି ଏବଂ ସେଇ କବିତାଟି ମଧ୍ୟ ମୁଁ ଆଜ୍ଞା ମୋର ଭାଷଣର ଶେଷରେ ସମାପ୍ତିରେ ବା ମୁଁ ସେ ସମାପ୍ତ କରେ ସେ କବିତାଟି ଗାନ କରି ଆଜି ସେଇ ମୋ ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ତାତ୍କାଳିକ ଆନନ୍ଦ ଦେଉଥିବା ଯଦୁମଣିଙ୍କର ଏଇ କବିତାଟିରେ ଏମିତି କ'ଣ ରସଭାବ ଅଛି, ଆସନ୍ତୁ ଆଜି ମୁଁ ତାକୁ ଆପଣଙ୍କ ଆଗରେ ପରିବେଷଣ କରୁଛି। କବିତାଟିର ଶୀର୍ଷକ ହେଉଛି ମଉଳି ପଛକେ ଯିବ। ମଉଳି ପଛକେ ଯିବ। ମଉଳି ବୋଲି ହେଉଛି ଆଜ୍ଞା ମସ୍ତକ, ମଉଳି ମୁଣ୍ଡ କାଟ ହେଇଯିବ, ନହେଲେ ମଉଳି ଯିବ ଝାଉଁଳି ଯିବ। ଗଛରୁ ଫୁଲଟିଏ ଆଜ୍ଞା ମଉଳିକିରି ପଡ଼ିଯାଉଛି, ଏ ଦୁଇ ଅର୍ଥ ଅଛି। ତେଣୁ ଏଇଭଳି ଦୁଇ ଅର୍ଥ ବୋଧକ ଯେଉଁ ମନମୁଗ୍ଧକର କବିତାଟିଏ କ'ଣ ସେ ରଚନା କରିଥିଲେ ତାର ପୃଷ୍ଠଭୂମି ଉପରେ ମୁଁ ଟିକେ ସାମାନ୍ୟ ସୂଚନା ଦେଉଛି। ଆଜ୍ଞା କବି ସଭାକବି ସେତେବେଳକୁ ହେଇଗଲେଣି ଏବଂ ରାଜା ବିନାୟକ ସିଂ ମାନ୍ଧାତାଙ୍କର ସେ ବୟସ୍ୟ ହାସ ପରିହାସ ତାଙ୍କର ସାଙ୍ଗେ ମଧ୍ୟ ଯେହେତୁ ସେ ହାସ୍ୟବ୍ୟଙ୍ଗ କବି ରାଜା ତାଙ୍କୁ ସଭାକବି ହିସାବରେ ଗ୍ରହଣ କରିଛନ୍ତି ଏବଂ ନିଜର ବୟସ୍ୟ ତାକୁ କୁହାଯାଏ ବୟସ୍ୟ ହିସାବରେ ମଧ୍ୟ ତାଙ୍କୁ ଅବାଧ ତାଙ୍କ ରାଜଉଆସକୁ ରାଜ ଉପବନକୁ ବା ବଗିଚାକୁ ଯିବାରେ ତାଙ୍କର ଅବାଧ ପ୍ରବେଶ, ଆଉ ରାଣୀ ମହଲକୁ କୁହନ୍ତୁ ରାଜକୁମାର କି ଯେଉଁଠିକି ତାଙ୍କ ଅବାଧ ପ୍ରବେଶ ଥାଏ ଏବଂ ହାସ୍ୟ ଟିକେ ଥଟ୍ଟା ମଜା କରନ୍ତି ସମୟ କଟାଇବା ପାଇଁ ରାଜା ବିନାୟକ ସିଂ ମାନ୍ଧାତା। ଏଣୁ ରାଜା ଥରେ ଆଜ୍ଞା ଆପଣ ଜାଣିବେ ଆଉ ନୟାଗଡ଼ର ରାଜାଙ୍କର ଯେଉଁ ଆମେ କହୁଛୁ ପୁରୁଣା ରାଜବାଟୀ ଜଗନ୍ନାଥ ମନ୍ଦିର ପାଖରେ ଆପଣମାନେ ପ୍ରାୟ ଅଳ୍ପ ବହୁତ ଜାଣିଥିବେ ଯେଉଁମାନେ ନୟାଗଡ଼ ଜିଲ୍ଲା ବା ନୟାଗଡ଼କୁ ଦେଖିଛନ୍ତି, ସେଇଠୁ ଦିନେ ପାଲିଙ୍କିରେ ବସିକିରି ଆଜ୍ଞା ନଗର ପରିଭ୍ରମଣ କରନ୍ତି। ରାଜା ବେଳେବେଳେ ତାଙ୍କର ଇଚ୍ଛା ଯେତେବେଳେ ହୁଏ ଟିକେ ନଗର ପରିକ୍ରମା କରନ୍ତି ଯେ ପ୍ରଜାମାନେ କେମିତି ଅଛନ୍ତି ସୁଖ ଦୁଃଖ ଟିକେ ଦେଖିବା ପାଇଁ ବେଳେବେଳେ ସନ୍ଧ୍ୟା ସମୟରେ ସିଏ ନଗର ପରିକ୍ରମା କରନ୍ତି ପାଲିଙ୍କିରେ ବସିକିରି। ଯଦୁମଣି ଆଉ କିଛି ପାରିଷଦ ବର୍ଗ ସାଙ୍ଗରେ ଆଜ୍ଞା ତାଙ୍କର ଆଗରେ ମଧ୍ୟ ଚାଲନ୍ତି। ଦର୍ଜି ସାହିତ୍ୟ ଅଛି ଜଗନ୍ନାଥ ମନ୍ଦିରଠୁ ଦକ୍ଷିଣ କାଳି ଦେଇକରି ଆଜ୍ଞା ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଗଲାବେଳକୁ ଡାହାଣ ହାତୀ ବା ଏପଟୁ ଗଲେ ବାଁ ହାତୀ, ସେପଟୁ ଆସିଲେ ଦଶପଲ୍ଲା ପଟୁ ଆଜ୍ଞା ଡାହାଣ ହାତୀ ଗୋଟେ ଦର୍ଜି ସାହି ଅଛି। ସେ ଦର୍ଜି ସାହିରେ ଗୋଟେ ଝିଅଟିଏ ଆଜ୍ଞା ବିଧୁ, ତା ନାଁ ବିଧୁ, ସୁନ୍ଦର ଝିଅଟିଏ ଠିଆ ହେଇଛି ଦୁଆର ବନ୍ଧରେ ହାତ ଦେଇକରି ଆଉ ପାଦକୁ ଟିକେ ପକଉଛି ଆଜ୍ଞା ଏରୁନି ବନ୍ଧ ଉପରେ, ମଝିରେ ଆକାଶ ମେଘାଚ୍ଛନ୍ନ ହେଇଛି, ବିଜୁଳି ଟିକେ ମାରୁଛି। ଏଇଭଳି ରାଜା ଯେତେବେଳେ ଆସୁଛନ୍ତି ସମସ୍ତେ ଆଜ୍ଞା ଦୁଆର ଖୋଲି ଚାହୁଁଛି, ସେ ଝିଅଟି ମଧ୍ୟ ଆସି ଠିଆ ହେଇଛି, ରାଜା ବିଜେ କରିଛନ୍ତି। ଏଣୁ ଏଇ ଯେଉଁ ଦୃଶ୍ୟ
झील टी देखा क्षणी दर्जी साई देकर जाऊा बेले राजा टी जो चाहिए आउ जदुमणि को कहते जदुमणि आ कौन ये अनुमान करुच मु कहली झीलटी ये ठिया आज्ञा जदुमणि आज्ञा सी होती प्रत्युत्पन्नमती आशु कवि तेणु सी सागे सागे कहले देखिली बाळाकू से प्रेम शिलाकू दलाक जल कुंतलाकू देखिली बाळाकू से प्रेम शिलाकू दलाक जल कुंतलाकू लंबाई गलाकू ता मोती मालाकू चाहूँ जे थिला चपड़ाकू बिजुड़ी बिजुड़ी खेलुचे आकाश में मेघ टिक चाहूँ जे थिला चपड़ाकू बाळा जे कर भर दे शिलाकू शिला बोले नागबंध जोटी अच्छी ऊपर द्वार ऊपर पटक बाँ हाथटी दे ठिया आ नासार उपरे नचाऊला ता नासा बोले देहली द्वार एरुंडी बंध आम कहे नासार उपरे नचाऊला ता बाजेणी नुपुर बड़ाकू पाउंजी पिंधि झुमझुम हो कथाटा ओ आज्ञा ये कथाटी शुणिकी हाँ आ राजा विनायक सिंह मानधाता अत्यंत आनंद एवं प्रसन्न हो गले जदुमणिकर असामान्य बुद्धि प्रत्युत्पन्नमतिता एवं आशु कवित्व अरे भूरी भूरी प्रशंसा कले से भाई आउ दिने आज्ञा कौन होना से भाव में सी राजा विजय कर नगर परिक्रमा हो जदुमणि जाऊँच आज्ञा राजा आसुच्च जिते समस्ते राजा को तो देखबार सुजोग मिले साधारणतः तेणु राजा आज विजय होती ये कथा समस्ते से झीलटी आज्ञा ठिया से विधु ठिया एवं देखा तो सुंदरी राजा टिके प्रति आकृष्ट होती सी जो देखीदे से झीलटी ठिया पुणी जदुमणि को कहते आ जदुमणि आज तो देख लो फेर ताकू कौन तुम भाव जागृत हो व्यक्त कर कवि से जदुमणि यही गीतटी लिखिले मुझे जो पूर्व सूचना देती जे सभार शेष समाप्ति गीत मु गाए तेणु आज से गीतटी आपण मानू कहूँ हे रसिके मौली पछ के जीव हे रसिके मौली पछ के जीव मौली नथिबा जबा धरी की मौली नथिबा जबा धरी की अभोगे खे बर जीव हे रसिके मौली पछ के जीव हे रसिके मौली पछ के जीव मुंड गले जाऊ पछके बा मौली जाऊ किंतु निजे झाउली जाओ पछके जहाँ भी जाऊ निजर किंतु मौली नथिबा जबा अधरिकी जबा बोले मंदार फूल तार अधर हूँ ओष्ठटी जार मंदार फूल भली लाल ये सुंदरी को देखा मात्रे मौली नथिबा जबा अर्थात सद्य प्रस्फुटित मंदार फूल भली जार ओठटी मुहटी तो देखा सुंदर विधु ता ना विधु तार मुहटी विधु चंद्र भली यार जबा पुष्प भलिया मंदार फूल भली अधर रे रसिके आकू उपभोग करी भोग न करी किए आकू छाड़ीदेव बर जीव मौली नथिबा जबा धरिकी अभोगे शब्द देले भोग न करी अभोगे के बर जीव कहीं छाड़ी पारे आपको ये सुंदरी आ राजांकर दृष्टि आकर्षणकारी झीलटी जो ठिया आप साधारण लोक कथा कौन कह अवस्था आउ कवि कौन कहते देखु दरजी कूल रे सरजी अच्छी से विधुषम तुलहास दरजी कूल रे सरजी अच्छी जे विधुषम तुलहास मोरजी बुझी मु अरजी देवाकू पाऊ नाही अवकाश हे रसिके मौली पछ के जीव दरजी कूल जन्म होती साधारण गोटे दर्जी जी सिलाई करे राजा से किसी दर्जी से सिलाई नयागढ़ आज्ञा कहीं करने को नथिले गोटे साई स्वतंत्र से बसई 10-5 घर दर्जी अन्य स्थान डकईकरी ये कवि से कथा कहते ता भी जदुमणि जानी थे आज्ञा ता घर से कौटू आसी कौन दे दर्जी कूल जन्म होती आ मोर सरजी अच्छी जे विधु समतुल हास इते सुंदरी से
ଆଉ ଚନ୍ଦ୍ର ବିଧୁ ଯେ ତା ନାଁଟି ବିଧୁ ଏବଂ ବିଧୁ ସମତୁଲ ହାସ ଯିଏ ତା ଓଠରେ ସବୁବେଳେ ହସଟିଏ ଲାଗି ରହିଛି। ଏବଂ ଆଉ କ'ଣ ହେଇଛି ନା ଏଇଭଳି ଝିଅକୁ ମରଜି ବୁଝି ତାର ହୃଦୟର ଭାବକୁ ବୁଝିକିରି ଅରଜି ତା ପାଖରେ ଅରଜି ମାନେ ହେଉଛି ପେଶ ଦରଖାସ୍ତ ଯେ ଆଉ ପ୍ରେମ ନିବେଦନ କରିବା ପାଇଁ ବା ତୁ ରାଜଭୋଗ୍ୟା ରାଜା ତୋତେ ଦେଖୁଛନ୍ତି ଏଇ କଥାଟା ଜଣେଇବା ପାଇଁ ପାଉନାହିଁ ମୁଁ ଅବକାଶ କେତେବେଳେ ତାକୁ ଦେବି ଆଜ୍ଞା ମୋତେ ସମୟ ନାହିଁ ବା ଅବକାଶ ମୋତେ ନାହିଁ। ଏଇ ତାର ହୃଦୟର ବାର୍ତ୍ତା ଆଉ ସେ କ'ଣ ଚାହୁଁଛି ଏବଂ ରାଜା କ'ଣ ଚାହୁଁଛନ୍ତି ମରଜି ବୁଝି ତାର ଇଚ୍ଛାକୁ ମୁଁ ବୁଝିକିରି ଗୋଟେ ଦରଖାସ୍ତ ତା ପାଖରେ ପେଶ କରିବା ପାଇଁ ଅବକାଶ ସମୟ ପାଉନି। ହେ ରସିକେ ମଉଳି ପଛକେ ଯିବ ମଉଳି ନଥିବା ଜବା ଅଧରିକି ଅଭୋଗେ କେ ବର ଯିବ। କବି ପୁଣି କହୁଛନ୍ତି ଆଜ୍ଞା ମନ୍ଦର ଉରଜା ମନ୍ଦ ଉଦରୀର ମନ୍ଦ ମନ୍ଦ ହାସ ଚାହିଁ ମନ୍ଦର ଉରଜା ମନ୍ଦ ଉଦରୀର ମନ୍ଦ ମନ୍ଦ ହାସ ଚାହିଁ ଶବ୍ଦ ଅନୁପ୍ରାସକୁ ଦେଖନ୍ତୁ ଅନୁପ୍ରାସ ଅଳଙ୍କାର ମନ୍ଦର ଉରଜା ମନ୍ଦ ଉଦରୀର ମନ୍ଦ ମନ୍ଦ ହାସ ଚାହିଁ କନ୍ଦର୍ପ ପ୍ରିୟା ଲୀଳା କୁନ ବାଞ୍ଚି ସୁନ୍ଦର ରହିବେ କାହିଁ। କନ୍ଦର୍ପ ପ୍ରିୟା ଯେ ରତି ଇଚ୍ଛା କରିବେ କନ୍ଦର୍ପର ପ୍ରିୟା ହେଉଛି କନ୍ଦର୍ପର କାମଦେବର ପ୍ରିୟା ହେଉଛି ରତି। ଏଣୁ କନ୍ଦର୍ପ ପ୍ରିୟା ଲୀଳାକୁ ନ ବାଞ୍ଚି ସୁନ୍ଦର ରହିବେ କାହିଁ ହେ ରସିକେ ମଉଳି ପଛକେ ଯିବ। ମନ୍ଦର ଉରଜା ଅର୍ଥାତ୍ ତାର ବକ୍ଷୋଜ ଅର୍ଥାତ୍ ସ୍ତନ ଯୁଗଳ ହେଉଛି ମନ୍ଦର ପର୍ବତ ଭଳି ଏଇଭଳି କବି ବର୍ଣ୍ଣନା ଅଛି ଅନେକ ପର୍ବତ ସାଙ୍ଗରେ ତୁଳନା କରନ୍ତି ସ୍ତନକୁ। ତେଣୁ ମନ୍ଦର ଉରଜା ମନ୍ଦ ଉଦରୀ ଅର୍ଥାତ୍ ସୁନ୍ଦରୀ କ୍ଷୀଣକଟି ଏଇଭଳି ମନ୍ଦ ସୁନ୍ଦରୀର ମନ୍ଦ ମନ୍ଦ ହାସକୁ ଈଷଦ ହାସ୍ୟ ସ୍ମିତ ହାସ୍ୟ ଈଷଦ ହାସ୍ୟ ଓଠରେ ହସ ଲାଗି ରହିଛି ମନ୍ଦ ମନ୍ଦ ହସକୁ ଦେଖିଲେ ଇଆଡ଼େ ବିଧୁ ସମତୁଲ ହାସ ଇଆଡ଼େ ଓଠରେ ସବୁବେଳେ ହସଟିଏ ଲାଗି ରହିଛି। ଏଇଭଳି ଝିଅଟି ଦେଖିବାକୁ ସୁନ୍ଦରୀ ଏବଂ ତାର ବକ୍ଷୋଜର ସୌନ୍ଦର୍ଯ୍ୟ ମଧ୍ୟ କବି ବର୍ଣ୍ଣନା କରିଛନ୍ତି। ଏବଂ କନ୍ଦର୍ପ ପ୍ରିୟା ୟାକୁ ଚାହିଁବା ମାତ୍ରକେ ହୃଦୟରେ କାହାର ବା କାମ ଭାବ ବା ରତି ଲୀଳାକୁ ଇଚ୍ଛା ହେବନି କିଏ ନ ବାଞ୍ଛିବ ଅର୍ଥାତ୍ କିଏ ବା ଇଚ୍ଛା ନ କରିବ। କନ୍ଦର୍ପ ପ୍ରିୟା ରତି କେଳି କରିବା ପାଇଁ ତା ସାଙ୍ଗରେ ମିଳିତ ହେବା ପାଇଁ ଯେଉଁ ଇଚ୍ଛା କାମ ଜର୍ଜରିତ ଭାବ ସାଙ୍ଗେ ସାଙ୍ଗେ ତାକୁ ଦେଖିବା ମାତ୍ରକେ ତତ୍କ୍ଷଣାତ୍ ମନରେ ଏହି ଭାବ ଜାଗ୍ରତ ହେବ ତା ସହିତ ମିଳିତ ହେବା ପାଇଁ। ତେଣୁ କନ୍ଦର୍ପ ପ୍ରିୟା ରତି ଶବ୍ଦଟିକୁ କବି ବସେଇଛନ୍ତି। ଏବଂ ସୁନ୍ଦର ରହିବେ କାହିଁ ସୁନ୍ଦର ଯୁବକମାନେ ନାଇଁ କି ତାକୁ ଦେଖୁ ଦେଖୁ ଆଜ୍ଞା ତା ସାଙ୍ଗରେ ମିଳିତ ହେବାର ପ୍ରବଳ ଇଚ୍ଛା ତାଙ୍କର ଜାଗ୍ରତ ହେବ। କିଏ ସେ ରହିପାରିବ ତାକୁ ଅଭୋଗ ବା ଭୋଗ ଅଭୋଗେ କିଏ ବର ଯିବ। କବି ପୁଣି କହୁଛନ୍ତି ଲଟାକୁ ରଙ୍ଗି ନୟନୀ ଶୋଭାଙ୍ଗୀର କଟାକ୍ଷ ଚାହାଣି ଛଟା ପଟା ଟୋପ ଭଙ୍ଗି ନେତ୍ର ସଙ୍ଗୀ ହେଲେ ପଟା ଟୋପ ଭଙ୍ଗି ନେତ୍ର ସଙ୍ଗୀ ହେଲେ ଧୈର୍ଯ୍ୟ ଧରିବ କେବେଟା ହେ ରସିକେ ମଉଳି ପଛକେ ଯିବ। କବି ବଡ଼ ସୁନ୍ଦର ଭାବରେ ଶବ୍ଦ ସଂଯୋଜନା ଶୈଳୀକି ଦେଖନ୍ତୁ ଯେ କ'ଣ ହେଇଛି ନା ଲଟା କୁରଙ୍ଗୀ ନୟନୀ ଅର୍ଥାତ୍ ବଣରେ ହରିଣୀ ଆମେ କହୁନେ ହରିଣୀ ବିଲୋଳ ନୟନା ମା ମୃଗାକ୍ଷୀ ଚଞ୍ଚଳାକ୍ଷୀ ମୃଗାକ୍ଷୀ ଚଞ୍ଚଳ ଗଣବଣାୟଣୀ ବୋଲି କବି ଅନେକ ବର୍ଣ୍ଣନା କରିଛନ୍ତି। ଅର୍ଥାତ୍ ଏଇଭଳି ଲଟା କୁରଙ୍ଗୀ ବା ବନର କୁରଙ୍ଗୀ ଯେ ମୃଗୀ ବା ମୃଗ ନୟନା ସିଏ। ତେଣୁ ମୁଁ କହିଲି ହରିଣୀ ବିଲୋଳ ନୟନା ଏଇଭଳି ଅସାମାନ୍ୟ ସୁନ୍ଦରୀ ଆଖି ଗୁଡ଼ିକ ତାର ସବୁବେଳେ ତ୍ରସ୍ତ। କାରଣ ହରିଣୀର ଆଖିଟା ଆଜ୍ଞା ଆପଣମାନେ ଜାଣିବେ ତାର ଭୟଟା ମନରେ ସବୁବେଳେ ରହିଛି ନା କାଳେ କିଏ ବ୍ୟାଧ ମାରିଦେବ ତେଣୁ ସବୁବେଳେ ସେଇ ତସ୍ତତ ହେଇକି ଚାହେଁ। ସେଇଭଳି ଅସ୍ଥିର ହେଉଥିବା ତାର ଆଖି ଗୁଡ଼ିକ ଅତି ସୁନ୍ଦର ଦେଖିବା ପାଇଁ। ଏବଂ ତାର ଭଙ୍ଗୀ ନେତ୍ର ସଙ୍ଗୀ ହେଲେ ଲଟା କୁରଙ୍ଗୀର ଭଙ୍ଗୀ ଯଦି ନେତ୍ର ସଙ୍ଗୀ ହେଇଯିବ ଏବଂ ପଟାଟୋପ ଭଙ୍ଗୀ ନେତ୍ର ସଙ୍ଗୀ ସାଙ୍ଗରେ ଯଦି ମିଳିଯିବ ତାହେଲେ ଆଉ ଧୈର୍ଯ୍ୟ କିଏ ସେ ବେଟା ବା ଯୁବକ କିଏ ଧୈର୍ଯ୍ୟରେ ରହିପାରିବ। ଆପଣଙ୍କୁ ଥରେ କଟାକ୍ଷ ବାଣରେ ଜର୍ଜରିତ କରିଦେଲେ ହରିଣୀ ବିଲୋଳ ନୟନା ସେ କୁରଙ୍ଗୀ ନୟନା ତ୍ରସ୍ତା
କ୍ରୋଡ଼ିଙ୍ଗୀ ନୟନା ଚଞ୍ଚଳ ଆଖି ଯାହାର ଏଇଭଳି ତାହାର କଟାକ୍ଷରେ ଯଦି ତୁମକୁ ସେ ଥରେ ଚାହିଁଦେଲା ଆଉ ପିଲାମାନେ ଆଉ ସେଠୁ ଯାଇପାରିବେ ନା। ତା ସାଙ୍ଗରେ ମିଳିତ ହେବାର ବାସନା ତତ୍କ୍ଷଣାତ୍ ଜାଗ୍ରତ ହେବ। ତେଣୁ ମୁଣ୍ଡ ପଛେ କଟିଯାଉ ବା ଯାହା ହଉ ତେଣୁ ମିଳିତ ହେବାର ଆଶା କିଏ ଅଭୋଗୀ କିଏ ବର ଯିବ। କବି ପୁଣି କହୁଛନ୍ତି ଯଦୁମଣି ଭଉଣୀ ଧନ୍ୟ ସେ ରମଣୀ ଅଣିମାଦି ଭୂତି ଦାୟୀ। ଯଦୁମଣି ଭଉଣୀ ଧନ୍ୟ ସେ ରମଣୀ ଅଣିମାଦି ଭୂତି ଦାତ୍ରୀ। ଅଦୂରେ ଯା ଚାଲିଗଲା ମର୍ମେ ଘାରି ଅଦୂରେ ଯା ଚାଲିଗଲା ମର୍ମ ଘାରି ବାରବାନୀ ହେମ ଗାତ୍ରୀ। ହେ ରସିକେ ମଉଳି ପଛକେ ଯିବ। ଆଚ୍ଛା ଅତି ସୁନ୍ଦର ଭାବରେ କବି କବିତାଟିର ଉପସଂହାର କରିଛନ୍ତି ଏବଂ ପୁଣି କବି କହୁଛନ୍ତି ଯଦୁମଣି ଏ କଥାଟି ଯଦୁମଣି ଭଣୀ କହୁଛନ୍ତି ଯେ ଧନ୍ୟ ସେ ରମଣୀ ଆଉ ଅଣିମାଦି ଭୂତି ରାତ୍ରି। ଅଣିମା ଲଘିମା ପ୍ରାପ୍ତି ପ୍ରାକାମ୍ୟ ମହିମା ତଥା ଐଶିତ୍ୱଞ୍ଜ ବସିତ୍ୱଞ୍ଜ ଯଥା କାମ ଇଏ ଅଷ୍ଟ ଐଶ୍ୱର୍ଯ୍ୟ। ଅଷ୍ଟ ଐଶ୍ୱର୍ଯ୍ୟ ଯେମିତି ଭଞ୍ଜ ଲାବଣ୍ୟବତୀ କାବ୍ୟରେ ଲେଖିଛନ୍ତି ଲାବଣ୍ୟବତୀ କିଭଳି ଶୋଇଛି ନା ଅଣିମାଦି ସୁଖଦାୟୀ ଶୋଇଅଛି ଅଣିଆଈ ପଲଙ୍କ ଅଙ୍କରେ ଦିଶେ ହେମନ୍ତ ଶୋଭା। ଚନ୍ଦ୍ରଭାନୁ ଦେଖୁଛି ସେଇଭଳି କବି ଏଠି ଅଣିମାଦି ଅଷ୍ଟ ଐଶ୍ୱର୍ଯ୍ୟ ଦାୟିନୀ ଅଷ୍ଟ ବିଭୂତି ଐଶ୍ୱର୍ଯ୍ୟ ଦାୟିନୀ ଦୁର୍ଲଭ ଏଇଭଳିଆ ରମଣୀ। ରାଜା ବିନାୟକ ସିଂହ ମାନ୍ଧାତାଙ୍କ ଆଖିରେ ଯେଉଁ ଝିଅ ପଡ଼ିଛି ଦରଜୀ କନ୍ୟା ହେଲେ ମଧ୍ୟ ଆଜ୍ଞା ଅସାମାନ୍ୟା ସୁନ୍ଦରୀ ସିଏ। ତେଣୁ ଅଣିମାଦି ଭୂତି ଐଶ୍ୱର୍ଯ୍ୟ ଦାୟିନୀ ଅଷ୍ଟ ଐଶ୍ୱର୍ଯ୍ୟ ଦାୟିନୀ ଏଇଭଳି ଜନ୍ମ ହେବା ଧନ୍ୟ। ତେଣୁ ସେ ରମଣୀ ଆକୁ ବିଧାତା ଗଢ଼ିଛି ଦର୍ଜୀ କୂଳରେ ଧନ୍ୟ ସେ ସୁନ୍ଦରୀ। ଆଉ ଅଦୂରେ ଯା ଚାଲିଗଲା ମର୍ମ ତାପରେ ଚାହିଁକିରି ଯେତେବେଳେ ଯଦୁମଣି କହୁଛନ୍ତି ଯେତେବେଳେ ମୁଁ ଚାହିଁ ଯାଇଥିଲି ଟିକେ ଚାହିଁ ଆରେ ଗୋଟିଏ ଝିଅ ଠିଆ ହେଇଛି ବୋଲି ସୁନ୍ଦରୀ ବାରମ୍ବାର ଚାହିଁଲେ ସେ ଝିଅଟି ଆଉ ରହିବ ନା ଲାଜ ହେଇକିରି ଆଜ୍ଞା ପଳେଇଯିବ। ତେଣୁ ଚାଲିଗଲା ମର୍ମକୁ ମୋର ଭେଦ ଘାରି ଦେଇକିରି ମୋ ମର୍ମକୁ ଘାରି ଦେଇକିରି ଯେଉଁ ଝିଅଟି ଚାଲିଗଲା। ଆଉ କେମିତି ସେ ଝିଅ ନା ବାରବାନୀ ଅଷ୍ଟ ଐଶ୍ୱର୍ଯ୍ୟ ଦାୟିନୀ ପୁଣି ବାରବାନୀ ଅର୍ଥାତ୍ ଉତ୍କୃଷ୍ଟ ହେମଗାତ୍ରୀ। ଛଣାସୁନା ଆମେ କହୁନେ ଛଣାସୁନା କବି ସୂର୍ଯ୍ୟ ଶବ୍ଦ ଲେଖିଛନ୍ତି ଉତ୍କୃଷ୍ଟ ସୁନା ସୁନା ଖାଦ ମିଶା ନାହିଁ ଖାଣ୍ଟି ସୁନା ବାରବାନୀ ତାକୁ କୁହାଯାଏ ଶବ୍ଦଟି। ଉତ୍କୃଷ୍ଟ ସୁନାରେ ତିଆରି ହେଇଛି ସତେ ଗୋଟିଏ ପ୍ରତିମା କି ହେମଗାତ୍ରୀ ସୁନାଗୋରୀ ବା ସୁନାରେ ତିଆରି ହେଇଛି ବାରବାନୀ ସ୍ୱର୍ଣ୍ଣଗାତ୍ରୀ। ଛଣା ସୁନା ବା ଶ୍ରେଷ୍ଠ 24 କ୍ୟାରେଟ୍ ଆମେ ଯାଉ କହୁଛେ ସୁନାରେ ଏଇ ଝିଅଟି ତିଆରି ହେଇଛି କି ଏଇଭଳି କବି କହିକିରି ଆଉ ସେ ଝିଅଟିର ସୌନ୍ଦର୍ଯ୍ୟ ଦେଖିକିରି ରାଜା ଯେଉଁ ମନ ତାଙ୍କର ରାଜା ପ୍ରସନ୍ନ ହେଇଯାଇଛନ୍ତି। ମୁଁ ତ କହିଲି ପ୍ରଥମ ଗୀତଟି ଶୁଣିଥିଲି ଚୌପଦୀଟି ଏ ଗୀତଟି ଯେତେବେଳେ ଶୁଣିଛନ୍ତି ଆଉ ଯଦୁମଣିଙ୍କୁ ଉପହାର ବିଶେଷ ଭାବରେ ପ୍ରଦାନ କରିଛନ୍ତି ଏବଂ ଅଶେଷ ଆନନ୍ଦ ଲାଭ କରିଛନ୍ତି। ଆସନ୍ତୁ ଦେଖିବା ଏଇଭଳି ସମୟ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଯଦୁମଣି କ'ଣ ଏଇଭଳି ଆହୁରି ସୁନ୍ଦର ସୁନ୍ଦର ଅନେକ ଭଜନ ଛାନ୍ଦ ବା କବିତା ସଙ୍ଗୀତ ରଚନା କରିଛନ୍ତି। ଆଉ ଶ୍ରୋତାବନ୍ଧୁମାନଙ୍କୁ ପରେ ମୁଁ ସମୟ ହେଲେ ଆଉ ଥରେ ମୁଁ ଶ୍ରୋତାବନ୍ଧୁମାନଙ୍କୁ କହିବି ବା ଆଲୋଚନା କରିବି। ନମସ୍କାର।